ଦି ଏକାଡେମୀ ସ୍ୱାଗତ। ମୁଁ କହିଥିଲି ଆପଣଙ୍କୁ ସଣ୍ଡେ ମାନେ ଆପଣଙ୍କୁ ନିହାତି କିଛି ସ୍ପେଶାଲ୍ ଆପଣଙ୍କର କରେଣ୍ଟ ଆଫେୟାର୍ ଆଜିଠୁ ଆପଣଙ୍କର କରେଣ୍ଟ ଆଫେୟାର୍ ସହିତ ଯେମିତି ମକ୍ ଟେଷ୍ଟ ଚାଲିଛି ଆପଣଙ୍କର କଣ୍ଟିନ୍ୟୁ ଚାଲିବ। ତ ଆଜି ଦେଖନ୍ତୁ କି ଯେଉଁଟାକି ଆପଣଙ୍କର ଏକ୍ଜାମ୍ ଓରିଏଣ୍ଟେଡ଼୍ କିଛି କରେଣ୍ଟ ଆଫେୟାର୍ ନେଇ ଆସିଛି ଆପଣମାନେ ଜାଣିବା ନିହାତି ଦରକାର, କାରଣ ଆପଣଙ୍କ ସେଇ ରିଲେଟେଡ଼୍ କ୍ୱେଶ୍ଚନ୍ ଆସୁଛି ଏବେ ଏକ୍ଜାମ୍ରେ, ଠିକ୍ ଅଛି। ତ SSGDରେ ମୁଁ ଦେଖୁଥିଲି ଆପଣଙ୍କ ଯେଉଁ କଣ୍ଟିନ୍ୟୁ ଏକ୍ଜାମ୍ ଚାଲିଛି କ୍ୱେଶ୍ଚନ୍ ସେଇ ରିଲେଟେଡ଼୍ ଆସୁଛି, ତ ସେଥିପାଇଁ ଏଇଟା ଇମ୍ପୋର୍ଟାଣ୍ଟ ରହିବ। ଦେଖନ୍ତୁ ଆମେ ଆଜି ପଢ଼ିବା ଯେଉଁ ଡିଟେଲ୍ସ ଆପଣଙ୍କର ପ୍ରେସିଡେଣ୍ଟ, ଠିକ୍ ଅଛି, ପ୍ରେସିଡେଣ୍ଟର ଡିଟେଲ୍ସ ପଢ଼ିବା। ତ ଆପଣଙ୍କର ଯିଏ ବର୍ତ୍ତମାନ ପ୍ରେଜେଣ୍ଟ ପ୍ରେସିଡେଣ୍ଟ ଅଛନ୍ତି ଆପଣଙ୍କର ମହାମାୟୀ ଯିଏକି ଆପଣ ଦ୍ରୌପଦୀ ମୁର୍ମୁ, ତାଙ୍କ ବିଷୟରେ ଡିଟେଲ୍ସ ପଢ଼ିବା। ତ ଦେଖନ୍ତୁ କ'ଣ କ'ଣ ଆସିବ, ଯେଉଁଟାକି ଆସିବ ସେଇଗୁଡ଼ା ହିଁ ମୁଁ ହାଇଲାଇଟ୍ କରିଛି ଆପଣଙ୍କର, ନାହିଁ ଯେ ଏମିତି କିଛି ସେମିତି ଏକ୍ସଟ୍ରା କିଛି ହାଇଲାଇଟ୍ କରିଛି। ପ୍ରଥମେ କ୍ୱେଶ୍ଚନ୍ ଆସିବ ଆପଣଙ୍କର, ସିଏ ହେଉଛି କେତେତମ ପ୍ରେସିଡେଣ୍ଟ। କେତେତମ ପ୍ରେସିଡେଣ୍ଟ ମନେ ରଖନ୍ତୁ, 15ତମ ପ୍ରେସିଡେଣ୍ଟ। ନୋଟ୍ କରିବେ, 15ତମ ପ୍ରେସିଡେଣ୍ଟ ଇନ୍ ଇଣ୍ଡିଆ କିଏ ହେଉଛି? ଦ୍ରୌପଦୀ ମୁର୍ମୁ। ଡାଇରେକ୍ଟ କ୍ୱେଶ୍ଚନ୍ ଆସିବ, ଠିକ୍ ଅଛି। ନେକ୍ସଟ, ଯେଉଁ ପ୍ରେସିଡେଣ୍ଟ ଇଲେକ୍ସନ୍ ହେଲା କେବେ ହେଇଥିଲା? ନିହାତି ମାନେ 2022ରେ ହେଇଥିଲା, ଜୁଲାଇ 21, ଠିକ୍ ଅଛି। ପ୍ରେସିଡେଣ୍ଟ ହେଉଛି ଜୁଲାଇ 21, 2022ରେ ହେଉଛି ପ୍ରେସିଡେଣ୍ଟ ଇଲେକ୍ସନଟି ହେଇଥିଲା। ନେକ୍ସଟ କ'ଣ ଦେଖନ୍ତୁ ରହିବ ଇମ୍ପୋର୍ଟାଣ୍ଟ। ନେକ୍ସଟ ରହିବ ଆପଣଙ୍କର ଏଇ ଦେଖନ୍ତୁ, ଦି ଫାଷ୍ଟ ଟ୍ରାଇବାଲ ପ୍ରେସିଡେଣ୍ଟ ଇଣ୍ଡିଆ ଏବଂ 15ତମ ପ୍ରେସିଡେଣ୍ଟ ହେଉଛି କଣ୍ଟ୍ରି। ମୋଷ୍ଟ ଇମ୍ପୋର୍ଟାଣ୍ଟ ପଡ଼ିବ, ହୁଇ ଦ ଫାଷ୍ଟ ହେଉଛି ଟ୍ରାଇବାଲ ମାନେ ଯେଉଁ ଜନଜାତି ଅଛି, ଓକେ। ତ ଆପଣଙ୍କ ପ୍ରଥମ ଟ୍ରାଇବାଲ ପ୍ରେସିଡେଣ୍ଟ କିଏ? ନା ଦ୍ରୌପଦୀ ମୁର୍ମୁ। କିଏ ହେଉଛି? ଦ୍ରୌପଦୀ ମୁର୍ମୁ। ନେକ୍ସଟ ଯିବା, ତାଙ୍କ ଏଗନେଷ୍ଟରେ ସେ ଯେଉଁ ଦେଖନ୍ତୁ ଦୁଇଟି ରହିବ, ଗୋଟେ ହେଉଛି ଆପଣ ତାଙ୍କ ଏଗନେଷ୍ଟରେ କିଏ ଠିଆ ହେଇଥିଲେ? ନା ଦ୍ରୌପଦୀ ଏଗନେଷ୍ଟରେ ରିଭାଲ ଦ ଇଲେକ୍ସନ୍ ହେଉଛି ୟଶୱନ୍ତ ସିହ୍ନା। ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇଟା ନୋଟ୍ କରି ରଖନ୍ତୁ ଆପଣଙ୍କର, ଏଇଟା ଆସିବ ଆପଣ ୟଶୱନ୍ତ ସିହ୍ନା ଆସିବ କ୍ୱେଶ୍ଚନ୍, ଠିକ୍ ଅଛି। କିଏ ହେଉଛି? ୟଶୱନ୍ତ ସିହ୍ନା। କେତେତମ ପ୍ରେସିଡେଣ୍ଟ ତାହେଲେ ଆପଣଙ୍କର? 15ତମ ପ୍ରେସିଡେଣ୍ଟ। କିଏ? ନା ଦ୍ରୌପଦୀ ମୁର୍ମୁ। ନେକ୍ସଟ ରହିବ କେବେ ଇଲେକ୍ସନ୍ ହେଇଥିଲା, ଟିକେ ମନେ ରଖିଦେବେ, ଜୁଲାଇ 21। ନେକ୍ସଟ ରହିବ ପ୍ରଥମ ଟ୍ରାଇବାଲ ପ୍ରେସିଡେଣ୍ଟ ଆସିବ। ପ୍ରଥମ ଟ୍ରାଇବାଲ ପ୍ରେସିଡେଣ୍ଟ କିଏ? ନା ଆପଣଙ୍କର ଦ୍ରୌପଦୀ ମୁର୍ମୁ। ଏଇଟା ଆସିବ ପ୍ରଥମ ଟ୍ରାଇବାଲ ପ୍ରେସିଡେଣ୍ଟ। ନେକ୍ସଟକୁ ଯିବା, ତାଙ୍କ ଏଗନେଷ୍ଟରେ କିଏ ଥିଲେ? ନା ୟଶୱନ୍ତ ସିହ୍ନା। ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ। ଦେଖନ୍ତୁ ଯଦି ଆସିବେ ଆପଣଙ୍କର ଇଣ୍ଡିଆର ପ୍ରଥମ ଓମେନ୍ ପ୍ରେସିଡେଣ୍ଟ କିଏ? ନା ଆପଣ କରିବେ ପ୍ରତିଭା ପାଟିଲ। କିଏ ହେଉଛି? ପ୍ରତିଭା ପାଟିଲ। ଦେଖନ୍ତୁ ସି ୱାଜ କହିଲା, ସି ୱାଜ ଆପଣଙ୍କୁ କ'ଣ କହିଲା? ସି ୱାଜ ଦ ସେକେଣ୍ଡ ଓମେନ୍ ପ୍ରେସିଡେଣ୍ଟ, ଯିଏକି ଆପଣଙ୍କର ଇଣ୍ଡିଆର, ଏବଂ କାହା ପରେ? ଆଫ୍ଟର ହେଉଛି ପ୍ରତିଭା ସିଂ ପାଟିଲ। ନେକ୍ସଟ ଯିବା, ଦେଖନ୍ତୁ ତାଙ୍କ ବିଷୟରେ କିଛି ଟିକେ ଜାଣନ୍ତୁ। ତାଙ୍କର ଜନ୍ମ କେବେ ହେଇଥିଲା? ନିହାତି ପକାଇଦେବ ଆପଣଙ୍କର, ଏମିତି ପକାଇଦେବ ହ୍ୱାଟ୍ ଏବାଉଟ୍ ରିଗାର୍ଡ଼ିଂ କରେକ୍ଟ ହେଉଛି ପ୍ରେସିଡେଣ୍ଟ ମୁର୍ମୁ। ପ୍ରେସିଡେଣ୍ଟ ମୁର୍ମୁ ବିଷୟରେ କେଉଁଟା ଆପଣଙ୍କର କରେକ୍ଟ ହେଇପାରେ? ତାଙ୍କର ଜନ୍ମ 1958। କେଉଁଠି? ଆପଣଙ୍କର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଆଉ ଓଡ଼ିଶାରେ, ଦୁଇଟା ଲାର୍ଜେଷ୍ଟ ଡିଷ୍ଟ୍ରିକ୍ଟ ଏରିଆ ୱାଇଜ୍ ଇନ୍ ଲାର୍ଜେଷ୍ଟ ଏରିଆ। ତ ତାଙ୍କର ଜନ୍ମ କେବେ ହେଲା? ନା ମନେ ରଖନ୍ତୁ 1900 କେବେ ହେଇଥିଲା? 1958ରେ ତାଙ୍କର 1958ରେ ଜନ୍ମ। ଦେନ୍ ସିଏ ହେଉଛି କେଉଁ କମ୍ୟୁନିଟିରୁ ଆସିବ? ନା ପ୍ରଥମ ସାନ୍ତାଳ କମ୍ୟୁନିଟିରେ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁଟାକି ସାନ୍ତାଳ କମ୍ୟୁନିଟି। କେଉଁ ଡାଇରେକ୍ଟ କ୍ୱେଶ୍ଚନ୍ ଆସିବ, ଦ୍ରୌପଦୀ ମୁର୍ମୁ ଯେଉଁ 15ତମ ଆପଣଙ୍କର ପ୍ରେସିଡେଣ୍ଟ ଅଛନ୍ତି ସେ କେଉଁ କମ୍ୟୁନିଟିରେ? ନା ସାନ୍ତାଳ କମ୍ୟୁନିଟି। ଦେଖନ୍ତୁ ଏଇ ଟାଇପ୍ର ମୁଁ ଆପଣଙ୍କର ଏବେ ଏଭ୍ରିଡେ କ୍ୱେଶ୍ଚନ୍ ଆପଣଙ୍କୁ ପ୍ରୋଭାଇଡ଼ କରିବି ଆପଣଙ୍କର। ତ ଆପଣମାନେ କେତେବେଳେ ହ୍ୟାଣ୍ଡ ନୋଟ୍ ପାଇବେ, କେତେବେଳେ ଆପଣଙ୍କର ଏଇ ଟାଇପ୍ର PDF ପାଇବେ। ସେଥିପାଇଁ ନିହାତି ଯଦି ଭିଡ଼ିଓଟି ଭଲ ଲାଗୁଛି, ନିହାତି ଆଜିର ଯେଉଁ ଫାଷ୍ଟ କ୍ଲାସ୍ଟି ଅଛି ଟିକେ ଡିଫରେଣ୍ଟ ଅଛି, ଯଦି ଆପଣମାନଙ୍କୁ ଭଲ ଲାଗେ ନିହାତି ଲାଇକ୍ କରିବେ। ଦେନ୍ ରହିବ ତାଙ୍କର ବାପା ନାଁ, ଦେଖନ୍ତୁ ତାଙ୍କର ଫାଦର ନେମ୍ କ'ଣ? ବିରଞ୍ଚି ନାରାୟଣ ଟୁଡୁ, ଏବଂ ତାଙ୍କର ହଜବେଣ୍ଡ କ'ଣ ହେଉଛି? ଶ୍ୟାମଚନ୍ଦ୍ର ମୁର୍ମୁ। କିଏ ହେଉଛି? ଶ୍ୟାମଚନ୍ଦ୍ର ମୁର୍ମୁ। ମନେ ରଖିବେ ତାଙ୍କ ହଜବେଣ୍ଡ ନାଁ ନିହାତି ଦରକାର। ନେକ୍ସଟକୁ ଯିବା, ତାପରେ ଏଇଟା ଦେଖନ୍ତୁ ସିଏ ପକେଇଦେବ କେଉଁଠି ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲେ? ନା ରମାଦେବୀ ଓମେନ୍ସ କଲେଜ, ଯେଉଁଟାକି ଆପଣଙ୍କର ଭୁବନେଶ୍ୱରରେ। ସେ କେଉଁଠି ହେଉଛି ତାଙ୍କର ଗ୍ରାଜୁଏସନ୍ କରିଥିଲେ? ରମାଦେବୀ ଓମେନ୍ସ କଲେଜ ହେଉଛି ଭୁବନେଶ୍ୱର। ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦେନ୍ ଯେହେତୁ ସେ ବିଜେପି, ତାକୁ ଏଗନେଷ୍ଟ ବିଜେପିର କ୍ୟାଣ୍ଡିଡେଟ୍, ସେ ବିଜେପିରେ ଯଦି ପକେଇଦେବ କେବେ ଜଏନ୍ ହେଇଥିଲେ? ନା 1997। ଭାରତୀୟ ବିଜେପିର ଫୁଲ୍ ଫର୍ମ କ'ଣ? ନା ଭାରତୀୟ ଜନତା ପାର୍ଟି, BJP, ଭାରତୀୟ ଜନତା ପାର୍ଟି, ଠିକ୍ ଅଛି। ଆର ହେଉଛି କେବେ ସେ ତାହେଲେ ଜଏନ୍ କଲେ? ନା ଆପଣଙ୍କର 1997 ମସିହାରେ ଜଏନ୍ କରିଥିଲେ। ତାପରେ ଦେଖନ୍ତୁ ସେ ପ୍ରଥମ କ'ଣ ଥିଲେ? ନା ଷ୍ଟାର୍ଟେଡ୍ ଏ ପଲିଟିକାଲ କ୍ୟାରିୟର କାଉନସିଲର ଅଫ୍ ରାଇରଙ୍ଗପୁର ନଗର ପଞ୍ଚାୟତ। ସେ ଯେଉଁଠିକି କାଉନସିଲର ଥିଲେ ରାଇରଙ୍ଗପୁର ନଗର ପଞ୍ଚାୟତ। ପ୍ରଥମେ ତାଙ୍କର ପଲିଟିକାଲ ମାନେ ରାଜନୀତିକ କ୍ୟାରିୟର ହେଉଛି ସେ ଷ୍ଟାର୍ଟ କରିଥିଲେ। ନେକ୍ସଟକୁ ଯିବା, ତାପରେ ଏଇ ଦେଖନ୍ତୁ ପ୍ରେସିଡେଣ୍ଟ ମୁର୍ମୁ 2 ଟାଇମ୍ସ ହେଉଛି MLA ଫ୍ରମ୍ ରାଇରଙ୍ଗପୁର ହେଉଛି ସିଟ୍ BJP। ଏଇଟା ମୁଁ ସେ କେତେ ଥର MLA ହେଇଛନ୍ତି? ନା 2 ଟାଇମ୍ସ। ମନେ ରଖନ୍ତୁ 2 ଟାଇମ୍ସ ହେଉଛି ରହିଛନ୍ତି ହେଉଛି ଆପଣଙ୍କର
ଇଏ ରହିଲା ହେଉଛି ଆପଣଙ୍କର ପ୍ରେସିଡେଣ୍ଟ ଯେଉଁ ବର୍ତ୍ତମାନ ଆପଣଙ୍କର ଅଛନ୍ତି ତାଙ୍କର କିଛି ଇମ୍ପୋର୍ଟାଣ୍ଟ ହେଉଛି ଯେଉଁ ଏକ୍ଜାମ୍ ଓରିଏଣ୍ଟେଡ଼ ହେଉଛି କ୍ଲାସ୍ ରହିବ। ଯଦି ଆପଣମାନଙ୍କୁ କ୍ଲାସ୍ଟି ଭଲ ଲାଗୁଛି ନିହାତି ଲାଇକ୍ କରିବେ। ଏଇ ଟାଇପ୍ର ଆପଣଙ୍କୁ ଯଦି ଆପଣଙ୍କର କମେଣ୍ଟ ଲାଇକ୍ ହେଲେ ଏଇ ଟାଇପ୍ର ଆପଣଙ୍କର କିଛି ଇମ୍ପୋର୍ଟାଣ୍ଟ ପ୍ରତି ଇଏରେ କ୍ୱେଶ୍ଚିନ୍ ମୁଁ ଆପଣଙ୍କ ପାଇଁ ପ୍ରୋଭାଇଡ଼ କରିବି। ଥ୍ୟାଙ୍କ ୟୁ। ଯଦି କ୍ଲାସ୍ଟି ଭଲ ଲାଗୁଛି ନିହାତି ଲାଇକ୍ କରିବେ, ସେୟାର କରିବେ, ଫାର୍ଷ୍ଟ ଟାଇମ୍ ଥିଲେ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।